आज बृहस्पतिवार जहाँ को ओडिया रे आमे गुरुवार बोली कहू। यही पवित्र गुरुवार दिनटी को समस्त गुरुप्रेमी माने निज निजर गुरुंक उद्देश्य रे अर्पण करिथांती। आसंता काली शुक्रवार हब। शुक्राचार्य होउचंती से मध्य जने गुरु। तेणु शुक्रवार को मध्य आम ठाकुर अनुकूल चंद्रकर से दिनटी को सेमाने गुरु दिवस रूप में पालन करती एवं समग्र इस्लामिक माने बा मुसलमान धर्मर भाई भौणी माने शुक्रवार को माने निजर धर्मवार रूप में पालन करती। तेबे गुरुवार हेउची गुरुंकर दिन। ये हूँ प्रथम कथा। द्वितीय कथा हूँ ये गुरुवार दिनटी को आमे लक्ष्मी बार बोली चिंतन करू। गुरुवार आमिष खाइबा निषेध, सात्विक भोजन करिबा, सात्विक चिंतन करिबा, गुरु पूजन करिबा, लक्ष्मींकर पूजन करिबा, ये दिनटी यही भली भाव में गत हुए। तेरे प्रत्येक सप्ताह रे गोटे दिन गुरुवार पड़े, किंतु मार्गशीर मासर गुरुवार ये हूँ स्वतंत्र। श्रीमद् भगवत गीता रे भगवान निजे कहिचंती मु हेउची मार्गशीर मास। यही मार्गशीर मास रे कृषक माने धान अमल करती, शस्य उत्पादन करिथांती। तेणु शस्य बा अन्न एहाकु नेई मार्गशीर मासर प्रत्येक गुरुवार दिन लक्ष्मी पूजा अनुष्ठित हुए। लक्ष्मी कहिले कौन प्रथम यह बुझा पड़ो। लक्ष्मी कहिले सी होउचंती माँ। सी माँ को ना थी कौन? माँ को ना थी लक्ष्मी। लक्ष्मी बोले कहा जाउछि। यही लक्ष्मी माँ से सरस्वती रूप में अछंती, काली रूप में अछंती, दुर्गा रूप में मध्य अछंती। यही लक्ष्मी माँ प्रकृति रूपिणी, प्रकृति माँ। यही लक्ष्मी माँ गोमातांक रूप में हिंदू माने पूजा करती। गोमातांकर गोबर को गोबर रे लक्ष्मींकर स्थान बोली हिंदू माने विश्वास करती। यही लक्ष्मी माँ होउचंती सदाचारिणी माँ। यही माँ होउचंती जन्मदात्री माँ, धाई माँ, गंगा माँ। ये सबु प्रकार मातृत्व यही लक्ष्मी बार रे अर्चन करा जाए। किंतु गोटे कथा मन रखा पड़ो, मार्गशीर मास गुरुवार लक्ष्मी पूजा हुए। सी लक्ष्मी पूजा पुणी स्वतंत्र, सी मूर्तिर पूजा नुहे।
ଆଜିକାଲି ଅନେକ ମାଟିର ମୂର୍ତ୍ତି ତିଆରି କରି ପୂଜା କରୁଛନ୍ତି, ତାହା ଏକ ଭୁଲ କଥା। ମାଣ, ପାହିଲି, ମାଣ ଭିତରେ ଧାନ, ସିଏ ପାହିଲି ଭିତରେ ଧାନ, ତାକୁ ସୁନ୍ଦର ଭାବରେ ରକ୍ତବର୍ଣ୍ଣରେ ତାକୁ ନୂଆ ବୋହୂ ଭଳି ତାକୁ ସଜେଇ ଦିଆଯାଏ। ଆଜି ବି ଅନନ୍ତ ଆଶ୍ରମରେ, ଏହି ପବିତ୍ର ଆଶ୍ରମରେ ଲକ୍ଷ୍ମୀ ପୂଜା କରୁଛନ୍ତି। ଏଠି ଯେଉଁ ଲକ୍ଷ୍ମୀ ପୂଜା ଆମେ କରୁଛୁ, ଏଠି ସଧବା ବିଧବା ସବୁ ମା' ମାନେ ମିଶିକିରି କରୁଛନ୍ତି। ମାତା ମା' ମାନେ କରୁଛନ୍ତି, ବିଧବା ମା' ମାନେ କରୁଛନ୍ତି, ସଧବା ମା' ମାନେ କରୁଛନ୍ତି। ଏଇ ଲକ୍ଷ୍ମୀ ପୂଜା ସମ୍ବନ୍ଧରେ ପଞ୍ଚସଖା ଯୁଗର ମତ ବଳରାମ ଦାସ ଲେଖିଛନ୍ତି ଲକ୍ଷ୍ମୀ ପୁରାଣ। ଆଜି ସନ୍ଧ୍ୟାରେ ଲକ୍ଷ୍ମୀ ପୁରାଣ ପାଠ ହେବେ। ଲକ୍ଷ୍ମୀ ପୁରାଣର ମାହାତ୍ମ୍ୟ କ'ଣ? ଲକ୍ଷ୍ମୀ ଯେମିତି ରାମାୟଣ ଆମେ ପଢ଼ିବୁ, ତାଦେହରେ ଗୋଟେ ଶିକ୍ଷା ଅଛି। ମହାଭାରତ ପଢ଼ିବୁ, ତା ଭିତରେ ଶିକ୍ଷା ଅଛି। ସେମିତି ଲକ୍ଷ୍ମୀ ପୁରାଣର ଶିକ୍ଷା କ'ଣ? ଲକ୍ଷ୍ମୀ ପୁରାଣର ଶିକ୍ଷା ଇଏ ସେବକ ଯେତିକି ଅନୁଭବ କରିଛି, ଯେ କୌଣସି ପୁରୁଷ ତାର ନାରୀକୁ, ସେ ମା ହଉ କିମ୍ବା ଭାର୍ଯ୍ୟା ହଉ, ତାକୁ ଅବମାନନା କରା ନ ଯାଉ, ତାକୁ ଅବହେଳିତ କରା ନ ଯାଉ, ନାରୀ କି ସମ୍ମାନ ଦିଆଯାଉ। ସେଥିପାଇଁ ସେ ଜଗନ୍ନାଥଙ୍କୁ କେନ୍ଦ୍ର କରି ଲକ୍ଷ୍ମୀ ପୁରାଣ ଲେଖିଲେ ଏବଂ ସେ ବହିରେ ଉଲ୍ଲେଖ କଲେ ଜଗନ୍ନାଥ ମଧ୍ୟ ଲକ୍ଷ୍ମୀଙ୍କୁ ତ୍ୟାଗ କରିଥିବାରୁ ଜଗନ୍ନାଥ ଆଉ ବଳଦେବ ଦୁଇ ଜଣଙ୍କୁ ହତଶ୍ରୀ ଲକ୍ଷଣ ଦେଖାଗଲା। ସିଏ ଖାଇବାକୁ ପାଇଲେ ନାହିଁ, ମାନେ ଏମିତି ତାକୁ ବର୍ଣ୍ଣନା କରିଛନ୍ତି। ପ୍ରକୃତରେ କ'ଣ ଜଗନ୍ନାଥ ବଳଦେବ ଖାଇବାକୁ ପାଇନାହାନ୍ତି? ନା, ଆମମାନଙ୍କୁ ଶିକ୍ଷା ଦେବା ପାଇଁ ପଞ୍ଚସଖା ଯୁଗର ବଳରାମ ଦାସ ଏମିତି ଗୋଟିଏ କାବ୍ୟ ଲେଖିଲେ ବା ପୁରାଣ ଲେଖିଲେ, କେତେ ସୁନ୍ଦର ଭାବରେ ଲେଖିଲେ। ଗୋଟେ ବିପ୍ଳବୀ ପୁରାଣ ସେ ପୁରାଣରେ ବର୍ଣ୍ଣନା ଅଛି, ଲକ୍ଷ୍ମୀକୁ ଆଗ ତ୍ୟାଗ କଲେ, ତାପରେ ଜଗନ୍ନାଥ ବଳଦେବ ପୁଣି ଲକ୍ଷ୍ମୀଙ୍କ ଘରେ ପହଞ୍ଚିଛନ୍ତି। ମୁଁ ତାର ପୁରା ଇତିହାସ କହୁନେଇ, ସଂକ୍ଷିପ୍ତରେ କହୁଛି। ଲକ୍ଷ୍ମୀ ସହିତ ଯେତେବେଳେ ଭେଟ ହେଇଛି, ଜଗନ୍ନାଥ ନିଜେ ଲକ୍ଷ୍ମୀଙ୍କର ହାତ ଧରି କହିଛନ୍ତି ଚାଲ ବଡ଼ ଦେଉଳକୁ ଯିବା। ଲକ୍ଷ୍ମୀ ସେଠି ସର୍ତ୍ତ ରଖିଛନ୍ତି। ସେ ସର୍ତ୍ତଟି କ'ଣ? ବଳରାମ ଦାସ ଲେଖିଛନ୍ତି ଯେ ମୋ ଆନନ୍ଦ, ଆପଣଙ୍କ ଆନନ୍ଦ ବଜାରରେ ଆଚାଣ୍ଡାଳ ବ୍ରାହ୍ମଣ ଛୁଆଁ ଅଛୁଆଁ କେହି ବାରିବେନି, ସମସ୍ତେ ଏକତ୍ର ମିଶି ପ୍ରସାଦ ପାଇବେ, ମହାପ୍ରସାଦ ସେବନ କରିବେ, ତାହେଲେ ମୁଁ ଯିବି। ଏବଂ ସେଇ ପୁରାଣରେ ଗୋଟିଏ ପଦ ଅଛି, ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଧୌତ ନ ହୋଇ ଲକ୍ଷ୍ମୀ ଦେଉଳେ ପଶି। ହାଡ଼ି ଘରେ ପାଣ ବଳଦେବ ଜଗନ୍ନାଥଙ୍କୁ କହିଲେ, ଜଗା ତୋ ସ୍ତ୍ରୀ ବା ଲକ୍ଷ୍ମୀ ସେ ହାଡ଼ି ଘରେ ଯାଉଛି, ପାଣ ଘରକୁ ଯାଉଛି, ସାଡ଼ୁ ଆସିକି ଦେଉଳକୁ ଯାଉଛି,
ତେଣୁ ମୁଁ ଲକ୍ଷ୍ମୀକି ଆଉ ରଖିବାନି। ଏଇଟା କ'ଣ ପ୍ରକୃତ ସତ୍ୟ କଥା? ଏ ହେଉଛି ଏକ ପବିତ୍ର ଉପାଖ୍ୟାନର କଥା, ଲକ୍ଷ୍ମୀ ପୁରାଣ। ତାହେଲେ ଏଠୁ ଆମେ କ'ଣ ଶିଖିଲେ? ଆଜି ବି ଆପଣ ଦେଖିବେ ହରିଜନ ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ମୀ ପୂଜା କରନ୍ତି ନାହିଁ। ତାଙ୍କ ଧାରଣା ଆମେ ବୋଧେ ଲକ୍ଷ୍ମୀ ପୂଜା କରିବୁ ନାହିଁ। କିନ୍ତୁ ଲକ୍ଷ୍ମୀ ପୁରାଣକୁ ଯେଉଁମାନେ ପଢ଼ନ୍ତି ସେମାନେ ଜାଣିବା ଉଚିତ ଏଇ ଗୋଟିଏ ପଦରେ ଲକ୍ଷ୍ମୀ ଶ୍ରିୟା ଚାନ୍ଦାଳୁଣୀ ଘରେ ପ୍ରବେଶ କରିଥିଲେ। ତେଣୁ ଚାନ୍ଦାଳୁଣୀ ଶ୍ରିୟା ଚାନ୍ଦାଳୁଣୀ ଯେତେବେଳେ ହୁଳହୁଳି ଦେଇ ଶଙ୍ଖବାଦନ କରି ଲକ୍ଷ୍ମୀଙ୍କର ପାଦପଦ୍ମର ଚିତା କାଟି କମଳିନୀ ଲକ୍ଷ୍ମୀଙ୍କୁ ଆହ୍ୱାନ କରିଥିଲା। ଲକ୍ଷ୍ମୀ ବ୍ରାହ୍ମଣ ଘରକୁ ଯାଇନଥିଲେ କିନ୍ତୁ ଚାନ୍ଦାଳୁଣୀ ଘରକୁ ଯାଇଥିଲେ। ସେଠି କ'ଣ ସେ ଲେଖିବାର ଉଦ୍ଦେଶ୍ୟ କ'ଣ ଥିଲା? ବଳରାମ ଦାସଙ୍କର ବ୍ରାହ୍ମଣ ହୁଅନ୍ତୁ, ଖଣ୍ଡାୟତ ହୁଅନ୍ତୁ କିମ୍ବା ଗୁଡ଼ିଆ ହୁଅନ୍ତୁ ବା ଯେକୌଣସି ଜାତି ହଉ, ଯେଉଁଠି ସଦାଚାରିଣୀ ନାହିଁ, ସଦାଚାର ନାହିଁ, ଯେଉଁଠି ସଦାଚାର ନାହିଁ ସେଠି ଲକ୍ଷ୍ମୀ ପ୍ରବେଶ କରିବେ ନାହିଁ। ବ୍ରାହ୍ମଣ ସ୍ଥାନରେ ବଡ଼, ସେ ତାକୁ କେହି କାଟୁନି। କିନ୍ତୁ ବିପ୍ଳବୀ ସନ୍ଥ ମହାପୁରୁଷ ବଳରାମ ଦାସ ଲେଖିଲେ ଲକ୍ଷ୍ମୀ ଦାଣ୍ଡେ ଦାଣ୍ଡେ ଯାଉଥିଲେ, ଗାଁ ଦାଣ୍ଡରେ ଯାଉଥିଲେ, ଦେଖିଲେ ସବୁ ଲୋକ ଶୋଇଛନ୍ତି। କାହାର କେଶ ମୁକୁଳା ହେଇଯାଇଛି, କାହାର ବସ୍ତ୍ର ଫିଟି ଯାଇଛି। ତେଣୁ ଲକ୍ଷ୍ମୀ ତାଙ୍କ ଘରକୁ ଗଲେନି। ଏକମାତ୍ର ଶ୍ରିୟା ଚାନ୍ଦାଳୁଣୀ ସକାଳୁ ଉଠିଛି, ସ୍ନାନ ଶୌଚ ସାରିଛି, ଲକ୍ଷ୍ମୀଙ୍କର ପାଦପଦ୍ମର ଚିତା କାଟିଛି, ଲକ୍ଷ୍ମୀ କୁ ସେ ଆହ୍ୱାନ କରୁଛି, ଲକ୍ଷ୍ମୀ ତା ଘରକୁ ଗଲେ। ମୁଁ ଏ କଥାଟି କହିବାର ଉଦ୍ଦେଶ୍ୟ ହେଉଛି ଲକ୍ଷ୍ମୀ ପୂଜା କରିବାର ଅଧିକାର ସମସ୍ତଙ୍କର ଅଛି। ସଦାଚାରିଣୀ ହୁଅ, ମା ମାନେ ସଦାଚାରିଣୀ ହୁଅ, ପୁରୁଷମାନେ ସଦାଚାରୀ ହୁଅନ୍ତୁ। ଯୋଉଠି ସଦାଚାର ସେଇଠି ଲକ୍ଷ୍ମୀଙ୍କର ସ୍ଥାନ। ତେବେ କେହି ଅଦ୍ୱୈତବାଦୀ ମାନେ ବା ନିରାକାରବାଦୀ ମାନେ, ଅଲେଖ ସମ୍ପ୍ରଦାୟର ସାଧୁସନ୍ଥ ମାନେ ଇଏ ଲକ୍ଷ୍ମୀ ପୂଜାକୁ ମାନେ ଇଏ କରନ୍ତି, ମାନନ୍ତିନି। କିନ୍ତୁ ସବୁ କଥାକୁ ଗୋଟିଏ ବିଚାର କରିବାକୁ ପଡ଼ିବ। ସମସ୍ତେ ତ ଭାତ ଖାଉଛେ। ଯେଉଁମାନେ ନିରାକାରବାଦୀ ବା ଅଦ୍ୱୈତବାଦୀ ମୂର୍ତ୍ତି ପୂଜାର ବିପକ୍ଷରେ ଅଛନ୍ତି ସେମାନେ କ'ଣ ଭାତ ଖାଉନାହାନ୍ତି? ଡାଲି ଖାଉନାହାନ୍ତି? ତରକାରୀ ଖାଉନାହାନ୍ତି? ଯଦି ଖାଉଛନ୍ତି, ଯାହାକୁ ଖାଇକିରି ମାନେ ପେଟ ଫୁରଉଛନ୍ତି, ଅଲେଖ ବାବାଜୀ ମାନେ ଭିକ୍ଷା କରୁଛନ୍ତି ଗୃହସ୍ଥାଙ୍କ ଘରେ, କେଉଁଠି ଖାଉନାହାନ୍ତି ସେମାନେ? ସବୁ ଦେବୀ ଦେବତାଙ୍କୁ ମାନୁନାହାନ୍ତି। ମାନୁନାହାନ୍ତି କ'ଣ? ସେ ପୃଥିବୀକି ତ ଆମେ ଦେବତା ବୋଲି କହୁଛୁ। ପୃଥିବୀ ଉପରେ ଆମେ ଅଛୁ, ସେ ବି ଅଛନ୍ତି, ଆମେ ବି ଅଛୁ। ଅଗ୍ନିକୁ ଆମେ ଦେବତା ବୋଲି ମାନୁଛୁ। ଆମେ ଅଗ୍ନିରେ ରୋଷେଇ କରୁଛୁ, ସେ ଅଗ୍ନି ଜାଳିକିରି ଧ୍ୱନି କରୁଛନ୍ତି। ଆମ ନାକରେ ପବନ ଯାଉଛି, ନିଶ୍ୱାସ ଯାଉଛି, ତାଙ୍କ ନାକରେ ବି ଯାଉଛି। ଆଉ ମାନୁନାହାନ୍ତି କ'ଣ? ଜଳକୁ, ଜଳ ବିନା କ'ଣ କେଉଁ ଅଦ୍ୱୈତବାଦୀ ନିରାକାରବାଦୀ ମୂର୍ତ୍ତି ବିରୁଦ୍ଧବାଦୀ ମାନେ ଜଳ ବିନା ବଞ୍ଚିପାରିବେ? ଜଳ ହିଁ ଜୀବନ, ପବନ ହିଁ ଜୀବନ, ପୃଥିବୀ ହିଁ ଜୀବନ, ଅଗ୍ନି ହିଁ ଜୀବନ, ସୂର୍ଯ୍ୟ ହିଁ ଜୀବନ। ସୂର୍ଯ୍ୟଙ୍କ ବିନା ପୁଣି କିଛି ନାହିଁ। ସୂର୍ଯ୍ୟଙ୍କ ବିନା ଏ ଜଗତରେ କିଛି ନାହିଁ।
ଆଜି ଯଦି ସୂର୍ଯ୍ୟ ଟିକିଏ କ'ଣ ହେଇଯିବେ ପୃଥିବୀ ପୁରା ଧ୍ୱଂସ ଧ୍ୱଂସ ହେଇଯିବ। ତେଣୁ ମାନୁନାହାନ୍ତି କ'ଣ, ଇଏ ମାନିବା ନ ମାନିବାକୁ ନେଇ ଅନେକ ସମ୍ପ୍ରଦାୟ ସୃଷ୍ଟି ହେଇଛି। ଆଜିର ପିଲାମାନେ ଗଉଣୀ କହିଲେ ବୁଝିପାରିବେ ନାହିଁ, ମାଣ କହିଲେ ବୁଝିପାରିବେ ନାହିଁ, ପାହିଲି କହିଲେ ବୁଝିପାରିବେ ନାହିଁ। କିନ୍ତୁ ଯେଉଁମାନେ ଲକ୍ଷ୍ମୀ ପୂଜା କରନ୍ତି ସେ ଗଉଣୀ ଯେଉଁଥିରେ ଧାନ ମାପ ହୁଏ, ଆମ ପିଲାଦିନେ ଆମେ ସବୁ ଦେଖିଛୁ। ଏଇ ସେବକ ଯେଉଁ ଘରେ ଜନ୍ମ ହେଇଥିଲା, ଏ ସେବକ ଘରେ ଅନ୍ତତଃ 75 ଏକର ଜମି ଧାନ ଜମି ଥିଲା। ସେ ହାତ ଫାତ ହଲା ନା, ମୁଁ କଥା କହୁଛି। ତେଣୁ 50 ଏକର ଥିଲା ଜମି। ଧାନ ଗଦା ଦେଖିଛି, ଧାନ ବେଙ୍ଗଳା ଦେଖିଛି, ଧାନ ବାଡ଼ିଆ ଦେଖିଛି, ଧାନ କାଟିବା ଦେଖିଛି। ଧାନକୁ ଆମେ ସକରେ ମାନେ ମୁଣ୍ଡରେ ମୁଣ୍ଡେଇକିରି ଖଳାକୁ ଆଣିଛୁ। ପୁଣି ଖଳାରେ ଧାନ କାଣ୍ଡି ହେଇଛି, ଗଦା ହେଇଛି, ତାକୁ ଜଗିକିରି ଆମେ ଶୋଇଛୁ। ସେଠି ଶେଷ ଦିନ ଆମେ ଫିଷ୍ଟ ଏଟା କ'ଣ ଖଳା ବଢ଼ା ହେଇଛି। ଖଳା ବଢ଼ା ଦେଖିଛୁ, କ୍ଷେତ ବଢ଼ା ଦେଖିଛୁ। କ୍ଷେତ ବଢ଼ା ମାନେ କ୍ଷେତରୁ ଯେଉଁ ଧାନ କଟା ସଇଲା ସେଟା ହେଲା କ୍ଷେତ ବଢ଼ା। ଖଳାରେ ଧାନ ଅମଳ ସଇଲା ସେଟା ହେଲା ଖଳା ବଢ଼ା। କିଛି ନାହିଁ, ବସି ଏଇ କ୍ଷୀରି ଖେଚୁଡ଼ି ଟିକେ ଖାଇବୁ। ଆଜିର ସମାଜରେ ଯେଉଁମାନେ ବୟସ୍କ ବ୍ୟକ୍ତିମାନେ ଅଛନ୍ତି, ସେ ବ୍ୟକ୍ତିମାନେ ଚାଲିଗଲା ପରେ ଆଜିର ଯେଉଁ ଯୁବପିଢ଼ି ସେମାନେ ଆକୁ ସବୁ ବୁଝିପାରିବେନି। ଧାନ ବଢ଼ା କ'ଣ, ଖଳା ବଢ଼ା କ'ଣ, କ୍ଷେତ ବଢ଼ା କ'ଣ। ତେଣୁ ଆମେ ସେଇ ଧାନକୁ ବା ଶସ୍ୟକୁ, ଭାଗବତର ସେ ପଦଟି ଅନ୍ନ ବିହୁନେ ଅନ୍ନ ବିହୁନେ ହଂସହା ଯୋଗ ଅନ୍ନ ବିହୁନେ ଯୋଗ। କୋଉ ଲୋକଟି ତମେ ଅନ୍ନ ବିନା ବଞ୍ଚି ପାରୁଛ? ଜଣେ ମାତାଜୀ ଆଇଥିଲେ ଆଶ୍ରମକୁ। ମା କ'ଣ ଖାଇବେ ନା, ମୁଁ ତାଙ୍କ ଶିଷ୍ୟଟି କହିଲା ମା କିଛି ଖାଆନ୍ତିନି। ମୁଁ ଆଉ କ'ଣ, ମା କିଛି ଖାଆନ୍ତିନି? ଆଉ କେମିତି କ'ଣ ବଞ୍ଚନ୍ତି? ନା ନାଇଁ, ସେ ଫଳ ଖାଆନ୍ତି। ମୁଁ ଓହୋ, ଫଳ ଖାଆନ୍ତି? ଆରେ ଫଳ ଖାଉଛନ୍ତି ମାନେ ତ ସେ ଭାତର ବଡ଼ ବାପାକୁ ଖାଉଛନ୍ତି, ବଡ଼ ବୋଉ। ତେଣୁ ଏଇଭଳି ଭାବରେ ଅନେକ ରହସ୍ୟମୟ କଥା ଆମକୁ ଆସେ। ଆମକୁ ତ ଅନେକ ଲୋକ କହନ୍ତି ଇଏ ବାବା ଭଳିଆ ଗୋଟେ ମୂର୍ତ୍ତି ପୂଜା କରୁଛି। ମୁଁ କହିଲି ମୁଁ ମୂର୍ତ୍ତି କି ପୂଜା କରିବି? ମୂର୍ତ୍ତି ହେଉଛି ପଥର, ମୂର୍ତ୍ତି ହେଉଛି ପିତ୍ତଳ, ମୂର୍ତ୍ତି ସିମେଣ୍ଟ। ମୋ ଅନନ୍ତଙ୍କର ମୂର୍ତ୍ତି, ମୋ ଇଷ୍ଟଦେବଙ୍କୁ ମଧ୍ୟ ମୁଁ ମୂର୍ତ୍ତି ମାଧ୍ୟମରେ ପୂଜା କରେ, ଉଇ ହୁଙ୍କା ମାଧ୍ୟମରେ ପୂଜା କରେ। ଆଚ୍ଛା, କୋଉଠିରେ ଭଗବାନ ନାହାନ୍ତି କି? ଭଗବାନ ଖାଲି କୋଉଠି, ଖାଲି ଶୂନ୍ୟରେ ଅଛନ୍ତି? ଶୂନ୍ୟ କୋଉଠି କିଏ ଦେଖେଇ ଦେଇପାରିବ? କୋଉ ଗୋଟାକ ଶୂନ୍ୟ? ଯାହାକୁ ଶୂନ୍ୟ କହୁଛ ସେଠି ପବନ ଅଛି, ଜଳ ଅଛି, ଧୂଳିକଣା ଅଛି। ଆଉ ଶୂନ୍ୟ କ'ଣ? ସୂର୍ଯ୍ୟ କିରଣ ଅଛି, ଅଗ୍ନି ତତ୍ତ୍ୱ ଅଛି, ବାୟୁ ତତ୍ତ୍ୱ ଅଛି। ଆଉ ଶୂନ୍ୟ କ'ଣ? କୋଉ ଗୋଟାକ ଶୂନ୍ୟ? ଆଚ୍ଛା, ଇଏ ଗଲା ଶୂନ୍ୟ କଥା। ଭାଗବତର ସେ ପଦଟିକୁ ଭଲକିରି ମନନ କରନ୍ତୁ। କାଷ୍ଠ ପାଶା ତରୁତୃ ବସନ୍ତି କାଷ୍ଠ ପାଷାଣ ତରୁତୃ ବସନ୍ତି ଶରୀର ପ୍ରମାଣ।
ओहो आज युवपीढ़ी विज्ञान को ग्रहण करुँच आमे भी विज्ञान को ग्रहण करू आमे विज्ञान पढ़ीचु मु मैट्रिक पर्यंत पढ़ी विज्ञान पढ़ी 53 वर्ष तले एकादश श्रेणी पर्यंत पढ़ी विज्ञान पढ़ी न्यूट्रन इलेक्ट्रॉन प्रोटॉन कोठी नहीं देखई दियो मुझे विज्ञान जुगर पुओ झी मान को कहूची आमे जहाँ को कहतु ब्रह्मा विष्णु शिव विज्ञान कहूची इलेक्ट्रॉन न्यूट्रॉन प्रोटॉन विज्ञान कहूची अणु कणिका परमाणु कोठी नहीं देखई दियो पत्थर भितर अच्छी गछ भितर अच्छी काठ भितर अच्छी सबुठी अच्छी किए बाबू काठ जदि न था ये मनीष गुड़ा पोड़ा होना केमिटी चुली जलुथा ना केमिटी आपण के काठ नला ना आमर गैस अच्छी और गैस रेट बदले बढ़ी जाइए बर्तमान भारत वर्ष विप्लव एक हड़ताल आरंभ है गैसटा कौन तैयारी ये जो वृक्ष आप देखुं ये वृक्ष आमको अम्लजान दौची बोली आम बंचीचु तेणु अଯଥା गुड़ाए धर्म को केंद्र करी आम जगन्नाथ संस्कृति एक महान संस्कृति से गैस लगे महाप्रसाद रंधा हाँपाई गैस लगिले भी किसी क्षति ना से कथा कह किए आमर गैस रोषे कर किंतु अल्प काठरे महाप्रसाद तैरी हुए लक्ष लक्ष लोकों धूम्र विहीन चूल्हा परिवेशर प्रतीक होउचंती जगन्नाथंकर रोष घर यहाँ मन रखंतु जगन्नाथ होउचंती परिवेश देवता तांको देह होउची काठ से कौ काठ निम्ब काठ जगन्नाथ होउचंती परिवेशर प्रतीक तांको एड़े बड़ पाचेरी पत्थर पाचेरी घेरा मंदिर पाखे गोटे वृक्ष रही से वृक्षटी होउची कल्प बट यही भलिया संस्कृति गोटे पृथ्वी रे कोठी अछि केउ चर्च रे अछि ना केउ मस्जिद रे अछि ना केउ मंदिर रे अछि बट वृक्षटी अछि सेठी जल को सम्मान दिया जाइछि जगन्नाथ संस्कृति रे एक बंगोपसागर बढ़िया गोटे गीत लिखी सागर कूले सागर कूले जागर जाली कालिया सागर कूले जागर कालियाना सागर जदि न था जहाँ को आम वरुण देवता कहूँ पृथ्वीर कौ देश रही था अमेरिका रही था चीन जापान रूस फ्रांस ब्रिटेन किए रे तेणु ये आरब महासागर भारत महासागर बंगोपसागर प्रशांत महासागर ये पृथ्वी को धरिक रखी मानवनी कौन ना हिंदू गुड़ाक समुद्र को पूजा कर समुद्र को पूजा कर समुद्र जदि टिके माड़ी आसव पृथ्वी रही 1999 मसीह जो महाबात्या होता हजार हजार लोक मरीगले मात्र 15-20 मिनिट सागर माड़ी आसला कवि लिखिथिले आदेशे उद
ন লঙ্ঘে জয় ন লঙ্ঘে জয় 15 ମିନିଟ ସାଗର ମାଡ଼ି ଆସିଲା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଚାଲିଗଲା। କାହିଁ ଏତେ ଏତେ ବଡ଼ ସାଧକ ଆତ୍ମା ସବୁ ତେମେ ମାନେ ଥିଲ। ଇଏ ସମୁଦ୍ର କିଛି ନୁହଁ, ସେ ଅଗ୍ନି କିଛି ନୁହଁ, ଏଗୁଡ଼ା ସବୁ ଦେବୀ ଦେବତା ଗୋଟା କିଛି ନୁହଁ। ଦେବୀ ଦେବତା କେହି କିଛି ନୁହନ୍ତି, ତମେ ସବୁ ଜାଣିଛ। ତୁମେ ହିଁ ନିରାକାରଙ୍କୁ ଜାଣିଛ, ତୁମେ ହିଁ ପରମାତ୍ମାକୁ ଜାଣିଛ, ଆମେ କେହି ଜାଣିନୁ। କେହି ଜଣେ ସାଧକ ଆତ୍ମା ବାହାରି ପଡ଼ି 19 ମସିହାରେ ରକ୍ଷା କରିପାରିଲନି, ହଜାର ହଜାର ଲୋକ ମରିଗଲେ। ପାଣି ପଶିଗଲା, ହଜାର ହଜାର ଲୋକ ମରିଗଲେ। ଗୋଟାଏ ବଂଶ ନିପାତ ହେଇଯାଇଛି। ତେଣୁ ସଜ୍ଜନ କିଛି ନାହିଁ, ଖାଲି କଥାରେ ଏଇଟା ଏମିତି ନୁହଁ, ସେଇଟା ସେମିତି ନୁହଁ। ସୂର୍ଯ୍ୟ ଗୋଟାଏ ହିଲିୟମ୍, ସୂର୍ଯ୍ୟ ଗୋଟାଏ ହାଇଡ୍ରୋଜନ। ବାବୁ ଆମେ ଜାଣିଛୁ ସୂର୍ଯ୍ୟ ହାଇଡ୍ରୋଜନ ହିଲିୟମ୍ ଜାଣିଛୁ। ଏ ବାବୁ ତମେ ଲୁଗା କାହିଁ ପିନ୍ଧୁଛ? ଭାତ କାହିଁ ଖାଉଛ? ଘରେ କାହିଁ ରହୁଛ? କିଛି ବାବାଜୀ ପଥର ଗୁମ୍ଫାରେ କାହିଁ ରହୁଛନ୍ତି? ପଥର ବାବା ଗୋଟେ ଘର। ତେଣୁ ଅଯଥାରେ ଏଗୁଡ଼ାକରେ ସମୟ ନଷ୍ଟ ନ କରି ଆସ ସଦାଚାରୀ ହେବା, ମଦ୍ୟ ଛାଡ଼ିବା, ମାଦକ ଛାଡ଼ିବା, ପାରିବାରିକ ଜୀବନରେ ବୟସ୍କ ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା, ସଦାଚାରୀ ହେବା, ସଦାଚାରିଣୀ ହେବା। ବୈକୁଣ୍ଠ ସମାନ ଅଟେ ସେ ପରସ୍ପର বৈকুণ্ঠ সমা অটে পরস্পর ଆମେ ଜଗନ୍ନାଥଙ୍କୁ ମାନୁ। ଜଗନ୍ନାଥ ବଳଦେବ ସୁଭଦ୍ରା ଇଏ ହେଉଛନ୍ତି ଭାଇ ଭଉଣୀର ପବିତ୍ର ସମ୍ପର୍କ। ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ନେଇ ଆମେ ଗଢ଼ିବା ଆମ ଘର, ଆମ ପରିବାର ଗଢ଼ିବା, ଜୀବନକୁ ଗଢ଼ିବା। ଆଜିର ପିଲାମାନେ ଯିଏ ଶୁଣୁଛ ଏ କଥାକୁ, ଆଜି ପବିତ୍ର ମାର୍ଗଶିର ମାସର ଗୁରୁବାର ସଂକଳ୍ପ ନିଅ, ମଦ୍ୟ ମାଦକ ଖାଅନି। ଆଜି ପବିତ୍ର ଗୁରୁବାର, ଆଉ ସମସ୍ତେ ଲକ୍ଷ୍ମୀ ପୂଜା କର। ଯଦି ଧାନ ଏଇ ଯେଉଁ ପାଇଲି ମାଣ ନ ପାଉଛ ନାହିଁ, ଆମର ସେଦିନ ଗୁରୁବାର ସଦାଚାରିଣୀ ଭାବରେ ଅରୁଆ ଅନ୍ନ ଡାଲମା କରିକିରି ଖାଅ। ଲକ୍ଷ୍ମୀଙ୍କ ଭୋଗ ମନେ ରଖ। ଡାଲମା ସେ ଭଲ ପାଆନ୍ତି, ଆଉ ଶାଗ ଭଲ ପାଆନ୍ତି। ଦେଖ ଲକ୍ଷ୍ମୀଙ୍କ ଖାଦ୍ୟ କେମିତିଆ। ସାକର ଭଲ ପାଆନ୍ତି। ସାକର ଆଜିକାଲି ମାନେ ଜାଣିନାହାନ୍ତି, ଟିଭିରେ ବି ସାକର ଶିଖଉନାହାନ୍ତି। ପାଣି କଖାରୁ ସାକର। ଆଚ୍ଛା, ମଞ୍ଜା ଭଲ ପାଆନ୍ତି, କଦଳୀ ମଞ୍ଜା, କଦଳୀ ଭଣ୍ଡା, ଏଇସବୁ କଥା ଲକ୍ଷ୍ମୀଙ୍କ। ଖେଚୁଡ଼ି ଭଲ ପାଆନ୍ତି, ବିରି ପିଠା ସେ ଭଲ ପାଆନ୍ତି। ଆଉ ତମେ କିଛି ଜାଣିବନି, ଖାଲି କେକ୍ ତୈରି କରିବ। କେକ୍ ପିଠା ଆଉ କହିପାରୁନାହାନ୍ତି। ମୁଁ ଗୋଟେ କେକ୍ ଆଣିଛି, ମୋ ପାଖକୁ ଯିଏ ଆସି କହନ୍ତି ବାବା ଗୋଟେ କେକ୍ ଆଣିଛନ୍ତି କେମିତି? କେକ୍ଟା କ'ଣ? କେକ୍ଟା ମାନେ କ'ଣ? ନା ପିଠା। ବା ପିଠା ନ କହି କେକ୍ କହୁଛୁ, କେଉଁ ଜାଗା ପଢ଼ିଛୁ? ଆଜିକାଲି ସବୁ ଏଇଆ ଚାଲିଛି। ତେଣୁ ମୋ ଉପରେ କେହି ରାଗିବ ନାହିଁ। ବଳିଆ ଉପରେ ବଳିଆ ଯାହା କହୁଛି ଆପଣମାନଙ୍କ ଭଲ ପାଇଁ କହୁଛି। ଆମେରେ ଗଢ଼ି ଆମ ଗଢ଼ି ଗଢ଼ି ଆମ
ପିଲାଦିନେ ଆମେ ପଢିଥିଲୁ। ଆଜିକାଲି ତ ବହୁତ ଚାଷୀ ଆନ୍ଦୋଳନ ହେଉଛି। ଏସେମ୍ବଲି ପାର୍ଲାମେଣ୍ଟରେ ଡିବେଟ୍ ଚାଲିଛି ଚାଷୀମାନଙ୍କ ପାଇଁ। ଧାନ କେଉଁ ମାସରେ ବୁଣା ହୋଇଥିବ ସେ କଥା ବି ତାଙ୍କୁ ଜଣା ନଥିବ ଅନେକଙ୍କୁ। ତେବେ ଯାହା ହଉ, ଆମେ ପିଲାଦିନେ ସାହିତ୍ୟ କୁସୁମ ବହିରେ ପଢ଼ିଥିଲୁ ଗୋଟେ ଚାଷୀକି କେତେ ସମ୍ମାନ ଦିଆଯାଏ। ରକତ ପାଣି କରି ନିଗାଡ଼ି ଦେ ଜଗ ହିତେ ଶ୍ରମ କରଇ କତ ନିଗାଡ଼ି ଜଗତ ଗୋଟେ କୃଷକକୁ ଆଜି କ'ଣ ତମେ ସମ୍ମାନ ଦଉଛ? ଯୁଗେ ଯୁଗେ କୃଷକ ହେଉଛି ପ୍ରଥମ ମହାଶକ୍ତି। ତେଣୁ କୃଷି କୃଷକ ଏଇମାନଙ୍କ ପୂଜା ହେଉଛି ଆଜି ମାର୍ଗଶିର ମାସର ଗୁରୁବାରେ। ଆଜି ଦେଖିବାକୁ ମିଳୁନାହିଁ ସେ କୃଷକମାନଙ୍କ ମୁଣ୍ଡରେ ପଗଡ଼ି, ସୁନ୍ଦର ପଗଡ଼ି। ଏବଂ ଆଜି ଧାନ ଗୋଛା ମୁଣ୍ଡେଇ ଆସିବା, ହଁ ବିଜ୍ଞାନ ଯୁଗରେ ସବୁ କଳ ଟ୍ରାକ୍ଟର ଫାକ୍ଟର ସବୁ କେତେ ହେଲାଣି, ହେଲେ କ'ଣ ହେବ? ଆମ ଆଖିରେ ନାଚୁଛି ଆମ ପିଲାଦିନର କୃଷି କୃଷକର ଜୀବନ କେତେ ସୁନ୍ଦର। ସଜ୍ଜନ, ସୁନ୍ଦର ତୁମ ଚର ସୁନ୍ଦର ତୁମ ଏଟିକି ସୁନ୍ଦର ସୁନ୍ଦର ତୁମ ଚରଣର ସୁନ୍ଦର ତେଣୁ ଆଜି ପବିତ୍ର ଗୁରୁବାରେ ସମସ୍ତ କୃଷକ ଭାଇମାନଙ୍କର, କୃଷକ ପୁଅ ଝିଅମାନଙ୍କର ପରିବାରକୁ ଶୁଭେଚ୍ଛା ଜଣାଉଛି। ଏଇ ଯେଉଁ ଅନନ୍ତ ଆଶ୍ରମ ଅରିଲ, ଇଏ ଗୋଟେ ମଝି ସ୍ଥାନରେ ଅନନ୍ତ ପୂଜା ପାଉଛନ୍ତି। ତା ଚାରିପାଖ ଯାକ ହେଉଛି କେବଳ ବିଲ। ବିଲ କହିଲେ ଜମି ବା ଶସ୍ୟ କ୍ଷେତ କେଦାର। ତେଣୁ ଯାହାକୁ ଆମେ ଅନନ୍ତ ବୋଲି ପୂଜା କରୁଛୁ, ସେଠି ଦିନେ କଣ୍ଟେଇ କୋଳି ଗଛ, ନାଗଫେଣିଆ କଣ୍ଟା ଭର୍ତ୍ତି ହେଇକିରି ଥିଲା। ସିଏ ହେଉଛନ୍ତି ପରିବେଶର ଦେବତା। ତେଣୁ ସଜ୍ଜନ, ଇଏ ହେଉଛି ଆଜିର ମାର୍ଗଶିର ମାସର ଲକ୍ଷ୍ମୀ ପୂଜା ଦିନରେ ଆଜି ସମସ୍ତ ସଦାଚାରିଣୀ ମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ, ଆଉ ମନେ ରଖିଥାନ୍ତୁ, ଯିଏ ଲକ୍ଷ୍ମୀ ପୂଜା କରିବ, ବିଧବା ମା ମାନଙ୍କୁ ବିଧବା ଶବ୍ଦ ଉଠେଇ ଦିଅ, ପତିହରା ମା ମାନଙ୍କୁ ଲକ୍ଷ୍ମୀ ପୂଜାରେ ସାମିଲ କର। ଯିଏ ନ କରିବ ସେ ଲକ୍ଷ୍ମୀ ଦ୍ରୋହୀ ହେବ। ତେଣୁ ସଜ୍ଜନ, ମା ହିଁ ପ୍ରକୃତରେ ମା। ପତି କ'ଣ ହରେଇଲେ ବୋଲି ମା ହେଇଗଲେ କ'ଣ ରାକ୍ଷସୁଣୀ? ତେଣୁ ସଜ୍ଜନ, ଅନନ୍ତ ଆଶ୍ରମର ଏହି ସଂସ୍କାରବାଦ ଚିନ୍ତାଧାରା ବଳିଆ ସୃଷ୍ଟି କରିନେଇ ବଳିଆ ଭିତରେ ସୃଷ୍ଟି କରିଛନ୍ତି ଅନନ୍ତ। ଶେଷରେ ପ୍ରଣାମ ଜଣାଇ ରହୁଛି। ଧୁନଟି ଗାଇବା। ମହାଲକ୍ଷ୍ମୀ ମହା ସରସ୍ୱତୀ କୃପାମୟୀ
দয়াময়ী শক্তিময়ী মা কৃপাময়ী দয়াময়ী মা অনন্তকারী শক্তিময়ী মা কৃপাময়ী মা দয়াময়ী মা অনন্তকারী শক্তিময়ী মা কৃপাময়ী দয়াময়ী মা অনন্তকারী মহালক্ষ্মী মহা সরস্বতী মহাকালী মহামায়ী মহালক্ষ্মী মহা সরস্বতী মহাকালী মহামায়ী দুর্গে মহালক্ষ্মী মহা সরস্বতী মহাকালী মহামায়ী দুর্গে মহালক্ষ্মী মহা সরস্বতী মহাকালী মহামায়ী দুর্গে বায়ারাম অভিরাম বৈকুণ্ঠ ମଧୁସୂଦନ ଏହିପରି ଯେତେ ସଦ୍ଗୁରୁ ସମସ୍ତଙ୍କୁ ପ୍ରଣାମ ଜଣାଇ ରହୁଛି। ତେଣୁ ଆପଣମାନେ ନିଶ୍ଚୟ ଦେଖନ୍ତୁ, ସେୟାର କରନ୍ତୁ ଓ ନିଜର ମତାମତ ଦିଅନ୍ତୁ। हसिब परिवार हसिब संसार भावरे भावरे भागवत भावरे भावरे भागवत 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 ପ୍ରତିଦିନ ସକାଳ 6ଟାରେ। Press the bell icon on the YouTube app and never miss another update.